କ'ଣ ଆପଣ ଜାଣନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଖେଚୋଡ଼ି ଭୋଗ ସର୍ବପ୍ରଥମେ କିଏ ଆରମ୍ଭ କରିଥିଲେ? ଏହି ଖେଚୋଡ଼ି ଭୋଗ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଦେଉଳର ସବୁ ନିୟମକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏ କାହାଣୀ ସେହି ସମୟର। ଶ୍ରୀକ୍ଷେତ୍ର ପୁରୀରେ ରହୁଥିଲେ ଜଣେ ମହିଳା କରମାବାଈ। ତାଙ୍କର ବାତ୍ସଲ୍ୟ ମମତା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। କରମାବାଈ ପ୍ରତ୍ୟେକ ଦିନ ସକାଳୁ ଉଠି ଅଗାଧୁଆରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଖେଚୋଡ଼ି ପ୍ରସ୍ତୁତ କରୁଥିଲେ। ପ୍ରେମର ବଶବର୍ତ୍ତୀ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥ ବାଳକ ରୂପ ଧରି ପ୍ରତ୍ୟେକ ଦିନ ସକାଳୁ କରମାବାଈଙ୍କ ଘରକୁ ଆସି ଖେଚୋଡ଼ି ଖାଉଥିଲେ। ଗୋଟିଏ ଦିନ କରମାବାଈଙ୍କ ଘରକୁ ଜଣେ ଋଷି ଆସିଲେ। ଆଉ ଦେଖିଲେ କରମାବାଈ ନୌକା ଧୋଇ ଭଗବାନଙ୍କ ପାଇଁ ପ୍ରସାଦ ବନାଉଛନ୍ତି। ଏହା ଦେଖି ଋଷି କରମାବାଈଙ୍କୁ ପବିତ୍ରତାର ନିୟମ କହିଲେ। ଆଉ ଆର ଦିନ କରମାବାଈ ଗାଧୋଇ ପାଧୋଇ ପ୍ରଭୁଙ୍କ ପାଇଁ ପ୍ରସାଦ ବନାଇଲେ। ଆଉ ଏଥିପାଇଁ ତାଙ୍କୁ ପ୍ରସାଦ ବନାଇବାରେ ଡେରି ମଧ୍ୟ ହୋଇଗଲା। ଆଉ ଅନ୍ୟପଟେ ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜାରୀମାନେ ଜଗନ୍ନାଥଙ୍କୁ ପ୍ରସାଦ ଅର୍ପଣ କରି ଭୋଗ ଲଗାଇଲା ବେଳେ ଦେଖିଲେ କି ଜଗନ୍ନାଥଙ୍କ ମୁହଁରେ ଖେଚୋଡ଼ି ଲାଗିଛି। ଏହା ଦେଖି ପୂଜାରୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଜଗନ୍ନାଥଙ୍କୁ ପ୍ରାର୍ଥନା କରି କହିଲେ, ପ୍ରଭୁ ଏ କିପରି ଲୀଳା? ପୂଜାରୀଙ୍କୁ ଭଗବାନ ଜଗନ୍ନାଥ ଉତ୍ତର ଦେଇ କହିଲେ, ମୁଁ ସକାଳୁ ପ୍ରତିଦିନ କରମାବାଈଙ୍କ ଘରକୁ ଖେଚୋଡ଼ି ପ୍ରସାଦ ଖାଇବାକୁ ଯାଏ। ତାଙ୍କ ଖେଚୋଡ଼ି ମୋର ବହୁତ ପ୍ରିୟ। ହେଲେ ଗୋଟିଏ ଦିନ ଜଣେ ଋଷି କରମାବାଈଙ୍କୁ କିଛି ନିୟମ ବତାଇ ଦେଲେ। ଆଉ ସେହି କାରଣବଶତଃ କରମାବାଈଙ୍କୁ ଖେଚୋଡ଼ି ବନାଇବାରେ ଡେରି ହୋଇଗଲା। ଏହି କାରଣ ଯୋଗୁଁ ତରତରରେ ମୁଁ ଅଇଁଠା ମୁହଁରେ ଆସିଲି। ପୁଣି ପୂଜାରୀ ଜଣକ ସେ ଋଷିଙ୍କୁ ଖୋଜି ସବୁ କଥା କହିଲେ। ଏ କଥା ଶୁଣି ଋଷି ଅତି ଶୀଘ୍ର କରମାବାଈଙ୍କ ଘରକୁ ଗଲେ। ଆଉ କହିଲେ, ତୁମେ ଯେମିତି ଆଗରୁ ଖେଚୋଡ଼ି ପ୍ରସାଦ ବନାଉଥିଲ ଏବେ ସେହିପରି ବନାଅ। କାହିଁକି ନା ତୁମର ପ୍ରେମ ଓ ଭକ୍ତି ଏତେ ସ୍ୱଚ୍ଛ ଯେ ତୁମକୁ କୌଣସି ନିୟମର ଆବଶ୍ୟକତା ହିଁ ନାହିଁ। କରମାବାଈ ପୂର୍ବ ଭଳି ଖେଚୋଡ଼ି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ। ଏହି କରମାବାଈଙ୍କ ପ୍ରେମ ଓ ଭକ୍ତି ଆଉ ବାତ୍ସଲ୍ୟତା ପାଇଁ ଆଜି ବି ପ୍ରତ୍ୟେକ ଦିନ ସକାଳୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଖେଚୋଡ଼ି ଭୋଗ। ଆଜି ବି ଶ୍ରୀମନ୍ଦିର କରମାବାଈଙ୍କ ଗାଥା ଗାଉଛି। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ ତେବେ ସେ ଭିଡ଼ିଓଟିକୁ ସେୟାର କମେଣ୍ଟ କରନ୍ତୁ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।